ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ସୁରକ୍ଷା ଏବଂ ଯୋଗାଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ବୃଦ୍ଧି ନେଇ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମ୍ୟାଁମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ଜାରି। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ପିଏମ୍ ସ୍ୱନିଧି ଯୋଜନାକୁ 6 ବର୍ଷ ପୂରଣ ଅବସରରେ ଉଠା ଦୋକାନୀଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ଏବଂ 20 ବର୍ଷରୁ କମ୍ 22ତମ ଏସୀୟ ଆଥଲେଟିକ୍ସ ଚାମ୍ପିୟନସିପ୍ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଭାରତୀୟ କ୍ରୀଡ଼ାବିତ୍ଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମ୍ୟାଁମାର ରାଷ୍ଟ୍ରପତି ଉ ମିନ୍ ଆଉଙ୍ଗ ହ୍ଲାଇଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଛି। ଉଭୟ ଦେଶ ମଧ୍ୟରେ ଥିବା ଐତିହାସିକ ଏବଂ ସଭ୍ୟତାଗତ ସମ୍ପର୍କକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଆଲୋଚନା ଅନୁଷ୍ଠିତ ହେଉଛି। ବିଶେଷକରି ଉଭୟ ଦେଶ ମଧ୍ୟରେ ସୁରକ୍ଷା ଏବଂ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ନେଇ ବାର୍ତ୍ତାଳାପ ଜାରି ରହିଛି। 5 ଦିନିଆ ଭାରତ ଗସ୍ତରେ ଆସି ମ୍ୟାଁମାର ରାଷ୍ଟ୍ରପତି ଗତ ଶନିବାର ଦିନ ବିହାରର ଗୟାରେ ପହଞ୍ଚିଥିଲେ। ତାଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ ନେତୃତ୍ୱମାନଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଭାବେ ଶ୍ରୀ ହ୍ଲାଇଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଆସନ୍ତାକାଲି ଶ୍ରୀ ହ୍ଲାଇଙ୍ଗ ମୁମ୍ବାଇ ଗସ୍ତରେ ଯାଇ ବ୍ୟବସାୟିକ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ଏବଂ କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ମ୍ୟାଁମାର ରାଷ୍ଟ୍ରପତି ଶ୍ରୀ ହ୍ଲାଇଙ୍ଗ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। 24ଟି ଆସନ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକର 4ଟି ଲେଖାଏଁ ଆସନ ରହିଥିବା ବେଳେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ 3ଟି ଲେଖାଏଁ, ଝାଡ଼ଖଣ୍ଡର 2ଟି ଏବଂ ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରାମର 1ଟିଏ ଲେଖାଏଁ ଆସନ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍.ଡି. ଦେବଗୌଡ଼ା, କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଜର୍ଜ କୁରିଆନ୍ ଏବଂ ରବନୀଶ ସିଂ, ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରମୁଖଙ୍କ ଚଳିତ ମାସରେ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି। ଏହା ବ୍ୟତୀତ ମହାରାଷ୍ଟ୍ର, ତାମିଲନାଡୁ ଏବଂ ଓଡ଼ିଶାରେ 1ଟିଏ ଲେଖାଏଁ ରାଜ୍ୟସଭା ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ମଧ୍ୟ ଆଜି ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ ତାମିଲନାଡୁର ଏଆଇଏଡିଏମ୍କେ ସାଂସଦ ସି.ଭି. ସନ୍ମୁଗମ୍ ଓ ଓଡ଼ିଶା ସାଂସଦ ଦେବାଶିଷ ସାମନ୍ତରାୟ ସାଂସଦ ପଦରୁ ଇସ୍ତଫା ଦେଇଥିବାରୁ ସେହି ଆସନଗୁଡ଼ିକ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆଜିଠାରୁ ଚଳିତ ମାସ 8 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଲାଗି ସମୟ ନିର୍ଦ୍ଧାରିତ କରାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଚଳିତ ମାସ 18 ତାରିଖରେ ଭୋଟ ଗ୍ରହଣ ଓ ସେହିଦିନ ଗଣନା କାର୍ଯ୍ୟ ଅନୁଷ୍ଠିତ ହେବ। ସର୍ବୋଚ୍ଚ ନ୍ୟାୟାଳୟରେ 5 ଜଣ ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ପ୍ରଧାନ ବିଚାରପତିଙ୍କୁ ମିଶାଇ ମୋଟ ବିଚାରପତିଙ୍କ ସଂଖ୍ୟା 37କୁ ବୃଦ୍ଧି ପାଇଛି। କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ପ୍ରଧାନ ବିଚାରପତିଙ୍କ ସହ ବିଚାର ବିମର୍ଶ ପରେ ରାଷ୍ଟ୍ରପତି ସୁପ୍ରିମକୋର୍ଟରେ 5 ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି। ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସିଲ୍ ନାଗୁ, ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର, ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୀବ ସଚଦେବା ଏବଂ ଜମ୍ମୁ କାଶ୍ମୀର ଓ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରୁଣ ପାଲିଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ବରିଷ୍ଠ ଆଇନଜୀବୀ ଭେଙ୍କିଟା ସୁବ୍ରମଣି ମୋହନାଙ୍କୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ମିଳିଛି। ଗତ ମାସରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ବୃଦ୍ଧି ଲାଗି ଅଧ୍ୟାଦେଶ ଜାରି କରିଥିଲେ। ଦେଶର ହୋଟେଲ, ରେସ୍ତୋରାଁ ଏବଂ ଅନ୍ୟାନ୍ୟ ଶିଳ୍ପ ଦ୍ୱାରା ବ୍ୟବହାର କରାଯାଉଥିବା 19 କିଲୋଗ୍ରାମ ବିଶିଷ୍ଟ ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ 42 ଟଙ୍କାରୁ 53 ଟଙ୍କା 50 ପଇସା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଘରୋଇ ଉପଭୋକ୍ତାଙ୍କ ଲାଗି ଉଦ୍ଦିଷ୍ଟ ଏଲ୍ପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ। ଦିଲ୍ଲୀରେ ଏଲ୍ପିଜି ସିଲିଣ୍ଡର ଦାମ ବୃଦ୍ଧି ପରେ ଏହା 3,113 ଟଙ୍କା 50 ପଇସା ହୋଇଥିବା ବେଳେ ମୁମ୍ବାଇରେ 3,067 ଟଙ୍କା 50 ପଇସାକୁ ବୃଦ୍ଧି ପାଇଛି। କୋଲକାତାରେ ବାଣିଜ୍ୟିକ ସିଲିଣ୍ଡର ଦାମ 53 ଟଙ୍କା 50 ପଇସା ବୃଦ୍ଧି ପାଇ 3,255 ଟଙ୍କା 50 ପଇସା ହୋଇଛି।
ବିଶ୍ୱସ୍ତରରେ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ପରିସ୍ଥିତି ଯୋଗୁଁ ଏହି ଦର ବୃଦ୍ଧି ଘଟିଥିବା ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ପିଏମ୍ ସ୍ୱନିଧି ଯୋଜନାକୁ ଆଜି 6 ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପିଏମ୍ ସ୍ୱନିଧି ଯୋଜନା ଦେଶର ଅସଂଖ୍ୟ ଉଠା ଦୋକାନୀମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଶ୍ରୀ ମୋଦି କହିଛନ୍ତି, ଏହି ଯୋଜନା ଅଧୀନରେ ଉଠା ଦୋକାନୀମାନଙ୍କୁ ବନ୍ଧକମୁକ୍ତ ଋଣ ପ୍ରଦାନ କରାଯିବା ଫଳରେ ସେମାନଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତି କରାଯିବା ସହ ନୂଆ ସୁଯୋଗ ସୃଷ୍ଟି କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ଯୋଜନା ସମ୍ମାନ, ବିଶ୍ୱାସ ଏବଂ ସଶକ୍ତିକରଣ ଉପରେ ଆଧାରିତ। ଶ୍ରୀ ମୋଦି ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା କ୍ଷେତ୍ରରେ ସେମାନଙ୍କ ଲକ୍ଷ୍ୟ ଓ ବ୍ୟବସାୟିକ ମନୋବୃତ୍ତି ସଫଳତା ଅର୍ଜନ କରିଛି। ଆମ ସମ୍ବାଦଦାତା ଜଣାଇଛନ୍ତି, 2020 ମସିହାରେ ଏହି ଯୋଜନାର ଶୁଭାରମ୍ଭ ହେବା ପରେ ଏପର୍ଯ୍ୟନ୍ତ 1,12,00,000ରୁ ଅଧିକ ଉପଭୋକ୍ତାଙ୍କୁ ଋଣ ପ୍ରଦାନ କରାଯାଇଛି। ପିଏମ୍ ସ୍ୱନିଧି ଯୋଜନାରେ ଉଠା ଦୋକାନୀମାନଙ୍କ ଜୀବନଧାରଣ ମାନ ସହଜ କରିବା ଉଦ୍ଦେଶ୍ୟରେ ଋଣ ବ୍ୟବସ୍ଥା କରାଯାଇଛି। ଏହି ଯୋଜନାରେ 15,000, 25,000 ଏବଂ 50,000 ଟଙ୍କାର ଋଣ ପ୍ରଦାନ କରାଯାଇଥାଏ। ଭାରତ ଓମାନ ବ୍ୟାପକ ଅର୍ଥନୈତିକ ସହଭାଗିତା ଚୁକ୍ତି CEPA ଆଜିଠାରୁ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଭାରତ ଏବଂ ଓମାନ ମଧ୍ୟରେ ଏହି ଚୁକ୍ତି ଅର୍ଥନୈତିକ ଓ ରଣନୈତିକ ସମ୍ପର୍କକୁ ଆହୁରି ଦୃଢ଼ କରିବ। ଏକ ଜାତୀୟ ସମ୍ବାଦପତ୍ରରେ ପ୍ରକାଶିତ ଲେଖାରେ ଶ୍ରୀ ଗୋଏଲ କହିଛନ୍ତି, ଏହି ଚୁକ୍ତି ଦେଶର ଛାତ୍ରଛାତ୍ରୀ, କାରିଗର, ମହିଳା, କୃଷକ, ମତ୍ସ୍ୟଜୀବୀ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ନୂଆ ବଜାର ସୃଷ୍ଟି ତଥା ରପ୍ତାନୀ ଦୃଢ଼ କରିବା ସହ ପୁଞ୍ଜିନିବେଶ ଆକୃଷ୍ଟ କରିବା ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ସହାୟକ ହେବ। ସେ କହିଛନ୍ତି, ଭାରତର ଓମାନ ସହ ଦୃଢ଼ ଅର୍ଥନୈତିକ ଏବଂ ଲୋକ ସମ୍ପର୍କ ରହିଛି। ଓମାନରେ 7 ଲକ୍ଷରୁ ଅଧିକ ଭାରତୀୟ ବସବାସ କରୁଛନ୍ତି। ସେ କହିଛନ୍ତି, ଓମାନରେ ପ୍ରାୟ 6,000 ଭାରତୀୟ ଉଦ୍ୟୋଗ କାର୍ଯ୍ୟ କରୁଥିବା ବେଳେ ପ୍ରତ୍ୟେକ ବର୍ଷ $2 ବିଲିୟନ ଲାଭ ମିଳୁଛି। ଶ୍ରୀ ଗୋଏଲ କହିଛନ୍ତି, ଏହି ଚୁକ୍ତି ଫଳରେ ରପ୍ତାନୀ କରାଯାଉଥିବା ସାମଗ୍ରୀର 99.38% କ୍ଷେତ୍ରକୁ 100% ଶୁଳ୍କମୁକ୍ତ ବଜାର ଉପଲବ୍ଧ ହେବ। ନବଗଠିତ ପଶ୍ଚିମବଙ୍ଗ ସରକାରର ଆଜି କ୍ୟାବିନେଟ୍ ସମ୍ପ୍ରସାରଣ କରାଯାଇଛି। କ୍ୟାବିନେଟ୍ରେ 35 ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। କୋଲକାତା ସ୍ଥିତ ଲୋକଭବନରେ ରାଜ୍ୟପାଳ RN ରବି ନବନିଯୁକ୍ତ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପ୍ରଥମ ଥର ବିଧାୟକ ହୋଇଥିବା କେତେଜଣ ମନ୍ତ୍ରୀ ପଦ ପାଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ରାଜନୈତିକ ନେତା ଉପସ୍ଥିତ ଥିଲେ। ନେପାଳର ଶାସକ ଦଳ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ଅଧ୍ୟକ୍ଷ ରବି ଲାମିଛାନେ 5 ଦିନିଆ ଭାରତ ଗସ୍ତରେ ଆସି ଆଜି ପହଞ୍ଚିବେ। ବିଜେପି ଅଧ୍ୟକ୍ଷ ନିତିନ ନବୀନଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ଲାମିଛାନେ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କ ସମେତ କେତେକ ଉଚ୍ଚସ୍ତରୀୟ ରାଜନୈତିକ ଓ କୂଟନୈତିକ ବୈଠକରେ ଯୋଗଦେବେ। ଶ୍ରୀ ଲାମିଛାନେ ଭାରତରେ ରହୁଥିବା ନେପାଳୀ ସମ୍ପ୍ରଦାୟଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ଲାମିଛାନେ ଅଯୋଧ୍ୟା ଯିବେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ତାଙ୍କ ସହ ସାଂସଦ ବିପିନ କୁମାର ଆଚାର୍ଯ୍ୟ, ଦୀପକ ବୋହରା, ନିକିତା ପାଉଡେଲ ଏବଂ ପ୍ରଦୀପ ଆଚାର୍ଯ୍ୟ ପ୍ରମୁଖ ଭାରତ ଗସ୍ତରେ ଆସୁଛନ୍ତି। म्यांमाରରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ 55 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 70ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତ ସନ୍ଧ୍ୟାରେ ନାମ ହକାମ ସହର ଅନ୍ତର୍ଗତ କାଉଙ୍ଗଟପ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା। ଖଣିଜ ବିସ୍ଫୋରଣ ପାଇଁ ଗଚ୍ଛିତ ଥିବା ବିସ୍ଫୋରକ ହଠାତ୍ ବିସ୍ଫୋରଣ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି। ହଂକଂରେ ଚାଲିଥିବା 20 ବର୍ଷରୁ କମ୍ 22ତମ ଏସୀୟ ଆଥଲେଟିକ୍ସ ଚାମ୍ପିୟନସିପ୍ରେ ଭାରତ 10ଟି ସ୍ୱର୍ଣ୍ଣପଦକ ସହ ମୋଟ 19ଟି ପଦକ ହାସଲ କରିଛି। ଭାରତର ଏହି ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରୀଡ଼ାବିତ୍ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, କ୍ରୀଡ଼ାବିତ୍ମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ସେମାନଙ୍କ କ୍ରୀଡ଼ା ପ୍ରତି ଥିବା ଦୃଢ଼ ନିଷ୍ଠା ପ୍ରତିପାଦନ କରୁଛି। ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଗୋଆର ମାର୍ଗାଓ ସ୍ଥିତ ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଗତକାଲି ଗ୍ରୁପ୍ ବିର ଏକ ମ୍ୟାଚରେ ଅନୁଷ୍ଠିତ ମ୍ୟାଚରେ ଭାରତୀୟ ଦଳ 3-0 ବାଂଲାଦେଶକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସୁରକ୍ଷା ଏବଂ ଯୋଗାଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ବୃଦ୍ଧି ନେଇ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ म्यांमार ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ଜାରି। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଏବଂ 20 ବର୍ଷରୁ କମ୍ 22ତମ ଏସୀୟ ଆଥଲେଟିକ୍ସ ଚାମ୍ପିୟନସିପ୍ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଭାରତୀୟ କ୍ରୀଡ଼ାବିତ୍ଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।